ବନ୍ଧୁଗଣ, ଆଜି ଆପଣଙ୍କୁ ଏକ ସୁନ୍ଦର କଥା ମୁଁ କହିବି, ଆପଣ ତା ମନୋଯୋଗ ପୂର୍ବକ ଶୁଣିବେ। ପ୍ରଥମେ ଭଗବାନଙ୍କ ବନ୍ଦନା। ଗଜାନନ ଭୂତଗଣାଜି ସେବିତଙ୍କ ପୀତ ଜମ୍ବୁ ଫଳଚାର ଉମାସୁତ ସୁଖ ବିନାଶକାରକଂ ନମାମି ବିଘ୍ନ ସୁରପାଦ। ଛୋଟିଆ କଥାଟେ କହିବି। ଅକର୍ମା ଭୂମି ନିନ୍ଦନ୍ତି, ଜଳ ନିନ୍ଦନ୍ତି ରୋଗିଣା, ବେଶ୍ୟା ଯେ ପୁତ୍ର ନିନ୍ଦନ୍ତି, ଚୋର ନିନ୍ଦନ୍ତି ଚନ୍ଦ୍ରମା। କ'ଣ? ଅକର୍ମା ଲୋକମାନେ, ଯେଉଁମାନେ କର୍ମ କରିବାକୁ ଭଲ ପାଆନ୍ତି ନାହିଁ, ଜମିବାଡ଼ି ଥିଲେ ତାକୁ କ'ଣ କରିବେ? ବିକିଦେବେ, ଐଶ କରି ଖାଇବେ। ତେଣୁ ଶ୍ଲୋକାକାରରେ କହିଲେ ଅକର୍ମା ଭୂମି ନିନ୍ଦନ୍ତି, ସେ ନିନ୍ଦା କରନ୍ତି, ଭୂମି ତାଙ୍କୁ ଭଲ ଲାଗେନି। ଯେଉଁମାନେ ଅକର୍ମା, ଯାହା କର୍ମ ଠିକ୍ ନୁହେଁ, ସେ ଜମିକୁ ବିକନ୍ତି ଏବଂ ଭୂମିକୁ ନିନ୍ଦା କରନ୍ତି। ଅକର୍ମା ଭୂମି ନିନ୍ଦନ୍ତି, ଜଳ ନିନ୍ଦନ୍ତି ରୋଗିଣା। ସାଧାରଣତଃ ରୋଗୀ ମାନେ ଜଳକୁ ଭଲ ପାଆନ୍ତି ନାହିଁ। ଗୋଟେ ରୋଗ ଅଛି ଜଳାନ୍ତକ, ସେ ଜଳକୁ ଦେଖିଲେ ଡେଇଁବ କୋଷିଏ ଦୂରରୁ। ଥଣ୍ଡା ଜ୍ୱର ଅନ୍ୟାନ୍ୟ ରୋଗୀମାନେ ବି ଜଳକୁ ଦେଖିଲେ ନିନ୍ଦା କରନ୍ତି। ଜଳ ନିନ୍ଦନ୍ତି ରୋଗିଣା, ବେଶ୍ୟା ଯେ ପୁତ୍ର ନିନ୍ଦନ୍ତି। ବାରଙ୍ଗନା ମାନେ ସାଧାରଣତଃ ପୁଅକୁ ନିନ୍ଦା କରନ୍ତି। ଏଇଥିପାଇଁ ପୁଅ ରହିଲେ ତାଙ୍କ ବେପାରରେ ଅସୁବିଧା ହେବ, ତେଣୁ ସେ ପୁଅକୁ ନିନ୍ଦା କରନ୍ତି। ବେଶ୍ୟା ଯେ ପୁତ୍ର ନିନ୍ଦନ୍ତି, ଚୋର ନିନ୍ଦନ୍ତି ଚନ୍ଦ୍ରମା। ଚୋର ସବୁବେଳେ ଚାହେଁ ଅନ୍ଧାର ରାତି ହଉ, ଅମାବାସ୍ୟା ହୁଅନ୍ତା କି ସବୁବେଳେ ଚୋରି କରିବାକୁ ସୁବିଧା ହେବ, ତେଣୁ ସେ କ'ଣ କରେ? ଚନ୍ଦ୍ରମାକୁ ନିନ୍ଦା କରେ। ଏଇ ଚାରିଜଣ ଏଇ ଚାରି ଜିନିଷକୁ ନିନ୍ଦା କରନ୍ତି। ବନ୍ଧୁଗଣ, ଯଦି ଶ୍ଲୋକଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ରହୁଛି, ନମସ୍କାର। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।